आमे जो प्रार्थना करुचे से प्रार्थना भितर आमर निवेदन मध्य रही स्वतंत्र निवेदन करिवार नहीं कारण सबू निवेदन बा सबू कामना तारी भितर ही रही जो माने नित्य नैमित्त प्रार्थना करुचंती से भावटा को जब से बुझे ताले आमे आउ किछि मागिबा दरकार नहीं धरतु सत्य धर्म धर्म कौन सत्य धर्म ये तीनोटी शब्द हला सत्य धर्म ओम तापरे आसिला पुणी तीन शांति धर्म ओम ये मध्य तीन दया धर्म ओम ये मध्य तीन क्षमा धर्म ओम ये मध्य तीन सत्य कौन गोटे सत्य हेले जगत रे कहीं देखी नांती जी देखी से तार अनुभव को मत से ठीक भाव बखाणी पारी कि नहीं सन्देह किंतु से सत्य धर्म कौन जितेबाला आम मंदिर मस्जिद चर्च गुरुद्वार किसी भी है नथिला सेतेबाला को धर्म थिला सेतेबाला सूर्य उदय हेले पवन बहिला समुद्र बहिला सेतिकी बेले विभिन्न प्रकार जीव जगत जन्म हेले मनीष भली गोटे श्रेष्ठ जीव जन्म सब गोटे धर्म सृष्टि है मानव धर्म प्रथम हूँ प्रकृति धर्म तापर हूँ मानव धर्म प्रकृति धर्म भितर मनीष ठारू पिंपुड़ी पर्यंत अच्छा कि मानव धर्म भितर केवल मानव ही अच्छी एवं तार अत्यावश्यक जहाँ आवश्यक से ही अच्छी प्रकृति धर्म एवं तापर आसिला मानव धर्म तापरे ओम कहले गोटे मंत्र बोली आमे भावुचे ओम कहले अपरे अ उ म जहाँ आम कहूँ ब्रह्मा विष्णु शिव तो इंग्राजी रे कहू ऑपरेटर जनरेटर डायरेक्टर तेणु ओम इज द ऑलमाइट ऑफ ऑल तेणु सत्य धर्म ओम शांति धर्म ओम आमर आवश्यक कौन आमर सबू आवश्यक लुगा पटा पिंधा खाइबा पीवा बुलवा सबू किंतु अत्यावश्यक होची पीस ऑफ लाइफ जदि आम जीवन में जदि शांति नहीं ताले आमे जिते ताला कोठारे रहिले भी जोठी रहिले भी आमको शांति मिलिबो नहीं सत्य शांति दया दया कहले अन्य को दया करिवो माने अन्य को कौन दया करिवो तमे कौन गोटे भगवत राज्य लोक तुम अन्य को दया करिवो ये दयार अर्थ हूँ दान मानवर जिते धर्म अच्छी ये पूजा अर्चना तब आरंभ करी देने नेने
ଆକୁ ଦାନ କର ତାକୁ ଦାନ କର। ସବୁଠାରୁ ବଡ଼ ଜିନିଷ ହେଉଛି ଯଦି ଗୋଟିଏ ଗରିବ ଲୋକକୁ ଅସହାୟ ଲୋକକୁ କିଛି ଜୀବନରେ ଦାନ କରିପାରିଛ, କିଛି ଅସହାୟ ଲୋକ ପ୍ରତି ଯଦି ତୁମେ ଔଷଧ ଦାନ କରିଛ କି ବସ୍ତ୍ର ଦାନ କରିଛ, ତାହେଲେ ସେଇଗୁଡ଼ାକ ହେଉଛି ପ୍ରକୃତରେ ଦୟା। ତେଣୁ ପ୍ରଥମଟି ହେଉଛି ଟ୍ରୁଥ୍, ଦ୍ୱିତୀୟଟି ହେଉଛି ପିସ୍, ତୃତୀୟଟି ହେଉଛି ଗିଫ୍ଟ। ଜଣକୁ ଅର୍ଥ ଦେଇପାରେ ନା, ତା ପାଇଁ କିଛି ସମୟ ଦେଇଛ, ସେ ବି ଗୋଟେ ଦାନ। ତାପରେ ଆସିଲା କ୍ଷମା। କ୍ଷମା ଧର୍ମ। ଏ କ୍ଷମାଟା କ'ଣ? କ୍ଷମା ହିଁ ତାର ଯେତେ ଅର୍ଥ ଯିଏ ବାହାର କରୁଛି କରୁ, କିନ୍ତୁ ନନ୍ ଭାয়োଲେନ୍ସ, ଅହିଂସା ପରମ ଧର୍ମ। ସତ୍ୟ ଧର୍ମ ଓ ଶାନ୍ତି ଧର୍ମ, ଅହିଂସା ପରମ ଧର୍ମ, ସନାତନ। ତେଣୁ ଅହିଂସା। ଏଠି ଆମେ ପ୍ରାର୍ଥନା କରୁଛୁ, ମୋତେ ସତ୍ୟ କ'ଣ ମୋତେ ବୁଝେଇ ଦିଅ, ମୁଁ କିପରି ଶାନ୍ତି ପାଇବି ସେ କଥା ବୁଝାଅ। ସେଇଟା ମୋ ନିହାତି ଲୋଡ଼ା। ଜୀବ ପ୍ରତି ଦୟା ରଖିବି, ଅର୍ଥାତ ଅନ୍ୟକୁ ସାହାଯ୍ୟ କରିବି, ଇଏ ମନୋବୃତ୍ତି ବି ଦରକାର। ଏବଂ ମୁଁ କ୍ରୁଏଲ୍ ହେବି ନାହିଁ, ଅର୍ଥାତ୍ ମୁଁ ଅହିଂସା ଆଚରଣ କରିବି। ନିଜ ଜୀବନକୁ ଯଦି ତୁମେ ଏତେ ଭଲ ପାଉଛ, ଗୋଟେ ଛୁଞ୍ଚି ଫୁଟେଇଲେ ମଧ୍ୟ ତୁମକୁ କାଟୁଛି, ଗୋଟେ ଇଞ୍ଜେକ୍ସନ୍ ନେବାକୁ ହେଲେ ଗୋଟେ ଲୋକ ମୂର୍ଚ୍ଛା ଚାଲିଯାଉଛନ୍ତି। ତାହେଲେ ଯେଉଁ ଲୋକମାନେ ମଣିଷକୁ ମାରିକିରି ଫ୍ରିଜରେ ରଖୁଛନ୍ତି, ଏବେ ଗୋଟେ ସମ୍ବାଦ ଆସିଲା, ଜଣେ ମାରିଦେଇକି ତାକୁ ଫ୍ରିଜରେ ପୁରେଇକିରି କୋଲ ପକେଇ ଦେଇକି ତାର ଅଲଗା ଜାଗାରେ ରହିଛି। ସତ୍ୟ କେବେ ଲୁଚି ରହେ ନା, ସେ ନିଶ୍ଚୟ ସତ୍ୟର ଉଦ୍ଘାଟନ କରେ। ସତ୍ୟ ଧର୍ମ। ତାପରେ କହିଲେ ସନାତନ। ଏ ସନାତନ ଶବ୍ଦର ଅର୍ଥ ଯିଏ ଯେତେ ପ୍ରକାର ବ୍ୟାଖ୍ୟା କଲେ ବି, ସନାତନ କହିଲେ ସଦାତନ, ଅର୍ଥାତ୍ ସବୁବେଳେ ଯେଉଁଟା ନୂଆ। ସବୁବେଳେ ନୂଆଟା ହେଉଛି ଶୂନ୍ୟ, ଆଉ କୌଣସି ଜିନିଷ ନୂଆ ନୁହେଁ। ସୂର୍ଯ୍ୟ କେତେ ହଜାର ବର୍ଷର ତା ଗଣନା କରି ବୈଜ୍ଞାନିକମାନେ କହିପାରିବେ। ପୃଥିବୀ କେବେ ଜନ୍ମ ହେଇଥିଲା ତାକୁ ବି ଗଣନା କରି କହିହେବ। ଇଏ ପୃଥିବୀରେ କେତେ ବର୍ଷ ତଳେ ଜୀବଜଗତ ଦେଖାଦେଲେ ସେ କଥା ମଧ୍ୟ କହିହେବ। କିନ୍ତୁ ଶୂନ୍ୟଟା କେତେ ହଜାର ବର୍ଷ ସୃଷ୍ଟି ହେଇଥିଲା ସେଇଟା କହିବା ମୁସ୍କିଲ। ତେଣୁ ଶୂନ୍ୟ, ସନାତନ କହିଲେ ଶୂନ୍ୟ। ସେ ଶୂନ୍ୟଟାକୁ କିଏ କହୁଛି ନିରାକାର, କିଏ କହୁଛି ସାକାର, କିଏ କହୁଛି ଏମିତି କେତେ ପ୍ରକାର ବ୍ୟାଖ୍ୟା ହେଉଛି। ତେଣୁ ଇଏ ପ୍ରାର୍ଥନା, ଆମେ ସବୁ ଆସିଛୁ ଶୂନ୍ୟରୁ, ମିଶିବୁ ଶୂନ୍ୟରେ। ଏତିକି କଥା ହେଉଛି ଆମର ଜୀବନର ଶ୍ରେଷ୍ଠ ବାଗୁଣୀ। ତାପରେ ଆମେ ପଢ଼ୁଛେ ବ୍ରହ୍ମାନନ୍ଦମ୍। ତ ବହୁ ପ୍ରକାର ଆନନ୍ଦ। ଜଣେ ନୂଆ ଜାମାଟିଏ ପିନ୍ଧିଲେ ସେ କହୁଛି ମୁଁ ଆଜି ମାନେ 2-3 ଦିନ ଖଣ୍ଡେ ମୋର ଖୁସି ହେବ, ଏ ନୂଆ ଜାମା, ଏତିକି ଟଙ୍କାର, ଏତିକି ମୂଲ୍ୟର ଜାମା। ସିଏ ବ୍ରହ୍ମାନନ୍ଦ ନୁହେଁ। ବ୍ରହ୍ମାନନ୍ଦ ଗୋଟେ ସ୍ୱତନ୍ତ୍ର ଆନନ୍ଦ। ସନ୍ଧ୍ୟାବେଳେ ବସିଛ, ପ୍ରାର୍ଥନା କଲ ବା
ଟିକେ ଧ୍ୟାନ କଲ କିମ୍ବା ଗୀତା ଟିକେ ପଢ଼ିଲ, ଏଇ ଯେଉଁ ମୁହୂର୍ତ୍ତଟା ତୁମର ଗତ ହେଲା, ସେଥିରେ ତୁମେ ଯେଉଁ ଆନନ୍ଦ ପାଇଲ, ଆଖିରେ ଲୁହ ବହି ପଡ଼ିଲା, ଦୁଶ୍ଚିନ୍ତା ଯାକ ଚାଲିଗଲା, ଏଇଗୁଡ଼ାକ ହେଉଛି ବ୍ରହ୍ମାନନ୍ଦମ। ବ୍ରହ୍ମାନନ୍ଦମ କହିଲା ବେଳେ ହୃଦୟକୁ ଚିନ୍ତନ କରିବ। ସଚ୍ଚିଦାନନ୍ଦମ ସଚ୍ଚିଦାନନ୍ଦମ କହିଲେ ସତ୍ ଚିତ୍ ଆନନ୍ଦ, ସେ ମଧ୍ୟ ସେଇ ବ୍ରହ୍ମାନନ୍ଦ ବଡ଼ ଭାଇ, ଇଏ ସାନ ଭାଇ, ଦି ଭାଇ ଯାକ ଗୋଟିଏ ସଚ୍ଚିଦାନନ୍ଦ ବ୍ରହ୍ମ। ଏଭଳି ମନ୍ତ୍ର ଅଛି ସଚିଦେକ ବ୍ରହ୍ମ, ସଚିଦେକମ୍ ବ୍ରହ୍ମ, ଏମିତି ବି ମାନେ ଜପ କରାଯାଏ। ଏତିକ ସରିଗଲା ପରେ ବିଷ୍ଣୁଙ୍କର ନାମ ନେଉଛ, ଓମ୍ ବିଷ୍ଣୁ, ତାପରେ ଓମ୍ ଶିବ। ବିଷ୍ଣୁ କହିଲେ ଏ ବିଶ୍ୱକୁ ଯିଏ ପରିଚାଳନା କରୁଛି, ସେ ବିଷ୍ଣୁ ହେଉଛନ୍ତି ସୂର୍ଯ୍ୟ। ଆଦିତ୍ୟ ନାମହଂ ବିଷ୍ଣୁ ଜ୍ୟୋତିଷଂ ରବିରଙ୍ଗ ସମା, ସେ ବିଷ୍ଣୁ ହେଉଛନ୍ତି ଚନ୍ଦ୍ର, ସେ ବିଷ୍ଣୁ ହେଉଛନ୍ତି ପବନ। ସେ ପଞ୍ଚ ମହାଭୂତ ହେଲେ କ'ଣ? ପବନଟା ଯେତେବେଳେ ବହୁଛି ସେତେବେଳେ ସେ ପବନ, ନାକ ବାଟ ଦେଇ ଯେତେବେଳେ ପବନ ଯାଉଛି ଆଉଛି ସେତେବେଳେ ତା ନାଁ ହେଇଯାଉଛି ପବନ। କିଏ କହୁନି? ନିଶ୍ୱାସ। ନିଶ୍ୱାସଟା ହିଁ ବ୍ରହ୍ମ। ଆଖିଟା ମେଲା କରିକି ତୁମେ ଗୋଟେ ରୂପକୁ ଦେଖୁଛ, ସେଇଟା ସ୍ୱରୂପକୁ ଦେଖିଲ, କିନ୍ତୁ ଆଖି ବୁଝି ଧ୍ୟାନ କଲାବେଳେ ତୁମେ ଗୋଟେ ଜ୍ୟୋତି ଦର୍ଶନ କଲ, ବା ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ଗୋଟେ ଦର୍ଶନ କଲ, ଗୁରୁ ମୂର୍ତ୍ତି ଦର୍ଶନ କଲ, ବା ତୁମ ପିତାମାତାଙ୍କର ମୂର୍ତ୍ତି ଦର୍ଶନ କଲ, ତାହେଲେ ସେଇଟା ହେଲା ସଚ୍ଚିଦାନନ୍ଦ। ଏ ଶିବ ବିଷ୍ଣୁ, ବିଷ୍ଣୁ ସେ ହେଲା ବିଷ୍ଣୁ। ତ ସବୁ ଜିନିଷର ଆମେ ବ୍ରହ୍ମାଣ୍ଡ ତତ୍ତ୍ୱକୁ ଯେତିକି, ଆପଣ ଦେଖନ୍ତୁ ଆଜିର ସମାଜରେ ଏମିତି କେଉଁ ମନ୍ଦିର ନାହିଁ ଯେଉଁ ମନ୍ଦିରରେ ହଜାର ହଜାର ଲୋକଙ୍କର ଭିଡ଼ ହେଉନି। ସେ ଭିଡ଼ରୁ କ'ଣ ମିଳିବ? ଭିଡ଼ରେ ଦର୍ଶନ କଲେ କ'ଣ ବେଶୀ ବର ମିଳେ? ଏସବୁ ଲୋକଙ୍କର ମନ ଖିଆଲିଆ କଥା, ବଦ ଖିଆଲିଆ କଥା। ଯେଉଁ ଦର୍ଶନରେ ଶାନ୍ତି ଆସେ, ଯେଉଁ ଦର୍ଶନରେ ତୃପ୍ତି ଆସେ, ମୁକ୍ତି ଆସେ, ସେ ହେଉଛି ପ୍ରକୃତ ଦର୍ଶନ। ଆଉ ତୁମେ ଯାଇ ଦର୍ଶନ କର, ଆଉ ଜଣେ ତୁମକୁ ପେଲିଦେବ, ତୁମେ କି ଦର୍ଶନ? କ'ଣ ଦର୍ଶନ କର? ଘରେ ବସିକିରି ଆଖି ବୁଜି ଯଦି ସେଇ ମୂର୍ତ୍ତିକି ଧ୍ୟାନ କଲ, ଦିନେ ଗୋଟେ ଏମିତି ସମୟ ଆସିପାରେ ସେଇ ମୂର୍ତ୍ତି ଜ୍ୟୋତି ରୂପ ଧାରଣ କରି ତୁମ ଆଗରେ ଦଣ୍ଡାୟମାନ ହେବ। ସେ ଦର୍ଶନ ତାର ଏ ଦର୍ଶନ କ'ଣ ବଡ଼? ତେବେ ସେଠିକି ଯିବାକୁ ହେବ, ସେ କଥା ବି କରିବାକୁ ହେବ, ଏ କଥା ପ୍ରତି ମଧ୍ୟ ଲକ୍ଷ୍ୟ ରଖିବାକୁ ପଡ଼ିବ। ତାପରେ ନମ ହରାୟ ଓମ୍, ନମ ରାମାୟ ଓମ୍, ନମ କୃଷ୍ଣାୟ ଓମ୍। ଯିଏ ପାପକୁ ହରଣ କରେ, ଯିଏ ଆନନ୍ଦ ଦାନ କରନ୍ତି, ଯିଏ କୃପା କରି ତାଙ୍କ ପାଖକୁ ନେଇଯାଆନ୍ତି, ସେଇଗୁଟାକ ହେଉଛି ହରେ ରାମ କୃଷ୍ଣ। ତାପରେ ସେଇ ପବିତ୍ର ଓଙ୍କାରଙ୍କର ଜୟଧ୍ୱନି, ଜୟ ଓମ୍ ଜୟ ଓମ୍ ଜୟ ଓମ୍ ଜୟ। ଏଇସବୁ କଥାକୁ ଜାଣିଲେ ଆମର ପ୍ରାର୍ଥନା କରିବାକୁ ଇଚ୍ଛା ହେବ। ପ୍ରାର୍ଥନା ତୁମେ କେଉଁ ସ୍ୱରରେ କରୁଛ କର, କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ସମୟ କର। 10 ମିନିଟ୍ ଏପଟ ସେପଟ ହେଇଗଲେ କିଛି ମାନେ ନାହିଁ, କିନ୍ତୁ ଜମା କରିବନି। କିନ୍ତୁ ଗୋଟେ ଦୁଃଖ ବେଳେ, ବିପଦ ବେଳେ ଆମେ ବହୁତ କରିବା, ସେଥିରେ କିଛି ଫରକ କିଛି ପଡ଼ିବ ନାହିଁ। ଏଇ ହେଉଛି କଥା। ପ୍ରାର୍ଥନା ହିଁ ଆମକୁ ସେ ଅର୍ଜୁନ ସଜେଇ ଦେଇପାରେ, ଉଦ୍ଧବ ସଜେଇ ଦେଇପାରେ, ଅକ୍ରୁର ସଜେଇ ଦେଇପାରେ। ଏଇ ପ୍ରାର୍ଥନା ଆମକୁ ବହୁତ ବଡ଼ ବଡ଼ ବିଭାଗର ପଦବୀ
को माने दिए प्रदान करे। तेणु आम तो मूलरू करूनु पदवी पाइब केमिति। और शेष समस्त को शुभेच्छा जनाऊँगी। प्रार्थनार अर्थटी को भल भाव मनन कर एवं थरटा शुण एवं से अनुजाई प्रार्थना कला बेले तुमर जिते प्रकार दुख बा चिंता अच्छी कहले जे हम तो आम न कहले हम कारण विधाता विधान के ये कही कथा रखुच्छी। हरि ओम हरि ओम हरि ओम हरि ओम। श्री गुरु रमानंदे जय जय श्री राम। हो गया थोड़ा हो ज्यादा हो फिर भी विशाल स्वरूप में दिल्ली हरियाणा चंडीगढ़ ये सब स्थान में बात उड़ीसा में तो बहुत बार। अब 2 जनवरी 2 से 6 तक परिवेश परिवार हमारा परिवार हमारा पर्यावरण और हमारा डेमोक्रेसी गणतंत्र ये तीनों यदि खतरा हो जाए समाज नष्ट हो जाएगा एवं समाज जो आदमी नया आदमी जन्म लेगा ये माने जिंदा रहने के लिए उनका आदमी दारू पी के माताल होकर रास्ता में वृक्षों को छेदन पेड़ को छेदन करके जंगल में आग लगाए माने पर्यावरण को नष्ट कर। इसीलिए हमारा 3 सब्जेक्ट रविंद्र मंडप में बारे में आलोचना होगा। एक पर्यावरण सुरक्षा हो, परिवार गठन हो, पुरुष कमीशन, महिला कमीशन तो हो गया, महिला कमीशन का साथ में पुरुष कमीशन भी जरूरत है। पुरुष और महिला कमीशन साथ में पितृमातृ कमीशन भी जरूरत है। ये हमारा इसके ऊपर ज्यादा चर्चा होगा। चर्चा में रविंद्र मंडल कार्य क्षेत्र होने का बाद माने विज्ञ आदमी को सब इकट्ठा करके रिलीजियस के ऊपर भी डिस्कशन होगा। रिलीजियस धर्म के ऊपर में तो रविंद्र मंडल में 5 दिन हम गीता बोलेंगे। मेरा गीता ही समन्वयवाद कथा है। मेरा गीता स्वतंत्र हिंदू के लिए नहीं, मानववाद। गीता ही हमारा भाषा में मानववाद को निर्माण करो, व्यक्ति अच्छा इंसान हो, ये हमारा गीता का ये हिंदू हो या मुसलमान।
जय